ସୀତାକାନ୍ତ ଆଦୌ ଭାବିନଥିଲା ଏମିତି ଏକ ଅଘଟଣ ଘଟିବ। କେତେ ଯତ୍ନରେ ସେ ତା ବାଡ଼ିର ଅଧଗୁଣ୍ଠ ଜାଗାକୁ ବାଡ଼ା ବୁଲେଇ ନାନା ରଙ୍ଗର ଗେଣ୍ଡୁ ଫୁଲ ଲଗାଇଥିଲା। ଏହି ମାର୍ଗଶୀର ମାସରେ ଲକ୍ଷ୍ମୀ ପୂଜା ହେଲା। ସାହି ପଡ଼ିଶାଙ୍କୁ ସେ ନିଜେ ହାତରେ ତୋଳି ସେଇ ଫୁଲ ଦେଲା, ଯେଉଁ ଫୁଲ ଗୁଡ଼ିକ ଫୁଟିବାର ନାହିଁ। ଅନ୍ୟ କାହାକୁ ସେଠାକୁ ଯିବାକୁ ସେ କେବେ ସୁଯୋଗ ଦେଇନି। କିନ୍ତୁ ଚଣ୍ଡାଳ ମାଙ୍କଡ଼ମାନେ ସେ ଗେଣ୍ଡୁ ବଗିଚାକୁ ନଷ୍ଟ ଭ୍ରଷ୍ଟ କରିଦେଲେ। କେମିତି? ମାନେ କୌଣସି କାରଣରୁ ଶିମ୍ବ ମଞ୍ଜିଟିଏ ଗୋଟିଏ ମାଙ୍କଡ଼ ହାତରୁ ଖସିକିରି କିଛି ବାଟ ଉପରକୁ ଯାଇ ତଳେ ପଡ଼ିଲା। ତା ମନରେ ସୃଷ୍ଟି ହେଲା ଯେ ମୁଁ ଏ ମଞ୍ଜିଠୁ ଅଧିକ ଉଚ୍ଚ ଡେଇଁପାରିବି। ତାପରେ ସେ ଖପ୍ ଡେଇଁଲା। ସେ ମାଙ୍କଡ଼ ଯେମିତି ଡେଇଁଲା, ଅନ୍ୟ ମାଙ୍କଡ଼ ମଧ୍ୟ ଡିଆଁ ଡେଇଁ କଲେ। ଏମିତି ଡିଆଁ ଡେଇଁ କିଏ କେତେ ଉଚ୍ଚ ଡେଇଁପାରିବ, ଏମିତି ଡେଉଁ ଡେଉଁ ଗୋଟେ ମାଙ୍କଡ଼ ଯାଇ ଛାତ ଉପରୁ ଗେଣ୍ଡୁ ବଗିଚାରେ ପଡ଼ିଲା। ତା ଦେଖା ଦେଖି କ୍ରମଶଃ ଗୋଟି ଗୋଟି ହୋଇ ପ୍ରାୟ 25-20ଟି ମାଙ୍କଡ଼ ସେ ବଗିଚାକୁ ଡେଇଁଲେ। ତାପରେ ଯାହା ହେଇଥିବ, ସେ ପ୍ରସ୍ଫୁଟିତ ବିଭିନ୍ନ ରଙ୍ଗରେ ରଙ୍ଗାୟିତ ଗେଣ୍ଡୁ ବଗିଚାକୁ ନଷ୍ଟ ବିନଷ୍ଟ କରିଦେଲେ। କିଛି କଢ଼କୁ କାମୁଡ଼ି ଖାଇଲେ, କିଛି ଫୁଲକୁ ଛିଣ୍ଡାଇ ଚିରିଲେ, କିଛି ଗଛକୁ ଓପାଡ଼ିଲେ। ଏଭଳି କରୁଥିଲେ। ହେଲେ ବାବୁ ଘରେ ନଥିଲେ। ସେ ଆସି ଦେଖିଲା ବେଳକୁ ତାଙ୍କର ଆନନ୍ଦର ବଗିଚା ନିରାନନ୍ଦ ହେଇଯାଇଛି। ତାଙ୍କ ଅଜ୍ଞାତରେ ତାଙ୍କ ଆଖିରୁ ଦି ବୁନ୍ଦା ଲୁହ ଝରିଗଲା। ସେ ଲୁହ ଦୁଃଖର ନୁହ, କ୍ରୋଧର। ସେ ନିଷ୍ପତ୍ତି ନେଲେ, ଏ ମାଙ୍କଡ଼ମାନେ ଅଛନ୍ତି ବୋଲି ସିନା ଏ ସମସ୍ୟା ହେଲା, ତେଣୁ ଏମାନଙ୍କୁ ସର୍ବନାଶ କରିବି। ଏମାନଙ୍କର ସର୍ବନାଶ ହେଲେ ହିଁ ଗାଁ ଗଣ୍ଡା ବିଲ ବଗିଚାରେ ଫସଲ ରହିବ। ତେଣୁ ସେ କିଛି ବିଷ ଆଣିଲା, ସ୍ଲୋ ପଏଜନ୍, ଯାହାକୁ ଖାଇଲେ ଧୀର ମୃତ୍ୟୁ ହୁଏ। ହେଲେ ଆପଣ ତ ପଚାରୁନାହାନ୍ତି, ମାଙ୍କଡ଼ କ'ଣ ଗେଣ୍ଡୁ ଫୁଲ ପାଇଁ ଆସିଥିଲେ? ନାହିଁ। ବାବୁ ତାଙ୍କ ବାଡ଼ିରେ କିଛି ଫଳନ୍ତି ପିଜୁଳି ଗଛ ଲଗେଇଥିଲେ। 12ଟି ପିଜୁଳି ଗଛରେ ବହୁତ ବଡ଼ ବଡ଼ ପିଜୁଳି ହେଉଥିଲା ଏବଂ ସେ ପ୍ରତି ପିଜୁଳି ଗଛକୁ ଜାଲ ବଢ଼େଇଥିଲେ। ମାଙ୍କଡ଼ମାନେ ପିଜୁଳି ଗଛରେ ପଳେଇ ଆସିଲେ, କିନ୍ତୁ ପିଜୁଳି ଖାଇପାରିଲେନି। ଏଇଭଳି ସେ ଆସନ୍ତି, ଫେରିଯାଆନ୍ତି, କୋଉଦିନ କିଛି କ୍ଷତି କରନ୍ତିନି। ଆଜି କିନ୍ତୁ ବିରାଟ କ୍ଷତି କଲେ। ସେଇ ମାଙ୍କଡ଼ମାନେ ଜାଣିନାହାନ୍ତି ଯେ ତାଙ୍କ ଆଗରେ ଜମକର ନୋଟିସ୍ ପରୁଆନା ଜାରି କରିଛି। ନିଜେ ବାବୁ ପିଜୁଳି ତୋଳିଲେ ଏବଂ ପ୍ରତିଟି ଫାଳ ପିଜୁଳିରେ ସେ ବିଷକୁ ଲଗେଇଲେ। ସେ ପାଣିର ବିଷ ଇଞ୍ଜେକ୍ସନ ସାହାଯ୍ୟରେ ପ୍ରତି ଫାଳ ପିଜୁଳିରେ ତାକୁ ଲଗେଇଲେ। ସମ୍ପୂର୍ଣ୍ଣ ପିଜୁଳି ବିଷାକ୍ତ ହେବନି, ସ୍ଲୋ ପଏଜନ୍। ତା ପରଦିନ ସେଇ ପିଜୁଳି ଲୋଭରେ ମାଙ୍କଡ଼ମାନେ ଆସିଲେ ଏବଂ ସମସ୍ତେ ଫାଳେ ଫାଳେ ପିଜୁଳି ଧରିଲେ, ସବୁ ଖାଇବା ଆରମ୍ଭ କଲେ। ଆଉ ଯେଉଁ ଥିଲା 8-10 ଫାଳ ପିଜୁଳି, ତାଙ୍କ ଭିତରେ ଯିଏ ବଳବାନ ସେ ତ ଧଇଲା, ଖାଇଲା, ଧଇଲା, ଚାଲିଲା। ଠିକ୍ ତା ପରଦିନ ଲୋକମାନେ ଦେଖିଲେ ଆଉ ଶୁଣିଲେ, ଗାଁର ବିଭିନ୍ନ ସ୍ଥାନରେ, ପଡ଼ିଆରେ, ବିଲରେ, ଗଡ଼ିଆରେ, ଗଛ ମୂଳେ
ମାଙ୍କଡ଼ ମାନେ ମରି ପଡ଼ିଛନ୍ତି। ଆରେ ଇଏ କ'ଣ କୌଣସି ଭାଇରସ୍ ବୋଧେ ବାୟୁମଣ୍ଡଳକୁ ଆସିଗଲା। ଯେମିତି ଦିନେ କୁଆମାନେ ମରୁଥିଲେ, କୁକୁର ଛୁଆ ମରୁଥିଲେ, ତିଲ ମରୁଥିଲେ, ଆଜି ଏ ମାଙ୍କଡ଼ଙ୍କର ସେ ଦୁର୍ଗତି ଆସିଗଲା। ଖାଲି ସେ ଗାଁ ନୁହଁ, ଆଖପାଖ 2-3 ଖଣ୍ଡ ଗାଁରେ ବି ମାଙ୍କଡ଼ମାନେ ମରି ପଡ଼ିଥିଲେ। ଯେଉଁ ମୃତ ମାଙ୍କଡ଼କୁ ଲୋକ ଦେଖିପାରୁନଥିଲେ, ତାକୁ ନାକ ଜାଣିପାରୁଥିଲା, ଅର୍ଥାତ୍ ମରି ପଚି ଗନ୍ଧେଇଲେ। ସବୁଆଡ଼େ 8 ଦିନ ଭିତରେ ଏହି ଶବଗନ୍ଧ ହେଲା। ଲୋକମାନେ ବାଧ୍ୟ ହୋଇ ସେ ସ୍ଥାନରେ ମାଟି ଖୋଳିଲେ ଓ ଶବକୁ ପୋତି ପକାଇଲେ। ହେଲେ ମାଙ୍କଡ଼ ମରୁଛନ୍ତି କେମିତି? କଥା ଉପରକୁ ଗଲା। ବିଧାନସଭାରେ ପ୍ରଶ୍ନ ହେଲା। ପଶୁ ପାଳକମାନେ, ପଶୁ ଡାକ୍ତରମାନେ ଏ ବିଷୟରେ ଚିନ୍ତା କଲେ। କ'ଣ ହେଇଛି? ପରିବେଶବିଦମାନେ ଏ ବିଷୟରେ ବି ଆଲୋଚନା କଲେ। ତାପରେ ଆଉ ମାଙ୍କଡ଼ ମରିବା ଖବର କା କାନରେ ପହଞ୍ଚିନି। ହେଲେ ଆଖପାଖରେ ଯେଉଁ 3 ଜଣ ମାଙ୍କଡ଼ ଥିଲେ, ସେମାନେ ନିର୍ମୂଳ ହୋଇଗଲେ। ମାଙ୍କଡ଼ ବଂଶର ବିନାଶ ହେଲା। କେହି ଆଉ କେବେ କହିଲେନି ଯେ ମୋ ଫସଲ, ମୋ ଫୁଲ, ମୋ ପରିବା ନଷ୍ଟ ହେଇଛି। ସମସ୍ତେ ଖୁସି ହେଲେ, ଭଲ ହେଲା, ଉତ୍ପାତିଆ ମାନେ ମଲେ। କିନ୍ତୁ ବାବୁ ଯେ ଧୀର ବିଷ ପ୍ରୟୋଗ କରି ମାଙ୍କଡ଼ମାନଙ୍କୁ ମାରିଥିଲେ, ସେ କିନ୍ତୁ ଚିନ୍ତାରେ ପଡ଼ିଗଲେ। ବୁଢ଼ାମାନେ କହିଛନ୍ତି, ମାଙ୍କଡ଼ ମାରିଲେ ଧୋକଡ଼ ହୁଏ, ଅର୍ଥାତ୍ ଭବିଷ୍ୟତ ବଂଶଧର ବୁଡ଼ି ଦୁଃଖ ପାଆନ୍ତି, ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଅନ୍ତି। ଆଉ ଏହି ଚିନ୍ତାରେ ସଂସାର ଭାସିଯାଏ, ବଂଶ ବୁଡ଼ିଯାଏ। ଏହି ଚିନ୍ତା ବାବୁଙ୍କୁ ଆକ୍ରାନ୍ତ କଲା। ସେ ନଇଁ ପଡ଼ିଲେ, ଭାବିଲେ, ଆଖପାଖ ପଣ୍ଡିତମାନଙ୍କୁ ପରାମର୍ଶ କଲେ। ସେମାନେ କହିଲେ, ତୁମେ ଯଦି 19 ଦିନ ଧରି ହନୁମାନଙ୍କ ମନ୍ତ୍ରରେ ଶୁଦ୍ଧ ଗୁଆ ଘିଅରେ ଯଜ୍ଞ କରିବ, ତାହେଲେ ହୁଏତ ତ୍ରାହି ମିଳିବ, ଅନ୍ୟଥା ତମ ବଂଶ ବୁଡ଼ିଯିବ। ବାବୁ ବାଧ୍ୟ ହୋଇ ହନୁମାନ ସାଧବଙ୍କୁ ଡାକିଲେ, 19 ଦିନ ଯଜ୍ଞ କଲେ ଏବଂ ତାଙ୍କର ବିଶ୍ୱାସ ହେଲା, ମୋର ପିଲାମାନେ ଆଉ କେହି ନଷ୍ଟ ହେବେନି, ମୋ ବଂଶ ବଞ୍ଚିଯିବ, ବଂଶ ରହିଯିବ। 3 ପୁରୁଷରୁ ଆମେ ଏ ଗାଁ ରହି ଆସିଛୁ। ଆମର କୋଠା ବାଡ଼ି, ଘର ଦ୍ୱାର, ଜମିବାଡ଼ି ଅଛି। ଆଉ ମୋ ପିଲାମାନେ ସୁଖରେ ରହିବେ। ଠିକ୍ ଯଜ୍ଞ ସରିବାର ଶେଷ ଦିନ ସେହି ଛାତ ଉପରୁ ଯେଉଁଠୁ ମାଙ୍କଡ଼ ତଳେ ପଡ଼ିଥିଲେ, ତାଙ୍କ ବଡ଼ ପୁଅ ପଡ଼ିଗଲା। ସେ ବେକ ମୋଡ଼ି ହେଇଗଲା। ଆଉ ତାକୁ ସେ ମେଡ଼ିକାଲ ନେଇ ଟ୍ରିଟମେଣ୍ଟ କରିବା ପୂର୍ବରୁ ବାଟରେ ତା ପ୍ରାଣ ଛାଡ଼ିଗଲା। ସେଇଠି ଚିନ୍ତା କଲେ, ଏମିତି ପାପର ପ୍ରାୟଶ୍ଚିତ କଲେ ସମାଧାନ ହୁଏନି। ମୁଁ କର୍ମ କରିଛି ମାନେ ଫଳ କରିବି। ମୁଁ ହିଁ ବଂଶ ଗୁଡ଼ା ଡାଉକା ହେଇଗଲି, ମୋରି ପାଇଁ ମୋ ବଂଶ ଧୀରେ ଧୀରେ ନଷ୍ଟ ହେଇଯିବ। ସେଇଦିନ ମୁଁ ଚିନ୍ତାରେ ବାବୁ ବିଛଣା ଧଇଲେ, ସିଏ ବି ଚାଲିଗଲେ। ବନ୍ଧୁଗଣ, କ୍ରୋଧର ଅଧୀନ ଯେଉଁ ମଣିଷ, ସିଏ ଯଦି ବେଳକୁ ସାବଧାନ ନ ହେବ, ତାକୁ ଏଇଭଳି ଅନୁତାପ ବନ୍ଧରେ ରହିବାକୁ ପଡ଼ିବ। ନା କ'ଣ କହୁଛନ୍ତି?